ଭିତରକୁ ଯାଇଥିଲା। ହଠାତ୍ ସେ ଦୁଇଟି କଦଳୀ ଗଛର କାନ୍ଦ ଶୁଣିଲା। ବଞ୍ଚାଅ, ଆମକୁ କେହି ବଞ୍ଚାଅ, ଆମେ ଅନେକ ସମୟରୁ ଏ ନଦୀରେ ଭାସୁଛୁ, ଆମକୁ ରକ୍ଷା କର, ନହେଲେ ଆମେ ନଦୀରେ ବୁଡ଼ିଯିବୁ। ଆରେ ଏ ଦୁଇ କଦଳୀ ଗଛ କ'ଣ କଥା କହୁଛନ୍ତି? ନିଶ୍ଚୟ ଏ ଦୁଇ କଦଳୀ ଗଛ ଯାଦୁର ହେଇଥିବେ। ମୁଁ ଏମାନଙ୍କୁ ନେଇ ମୋ ଘର ଅଗଣାରେ ଲଗେଇ ଦିଏ। ତାପରେ ମୁଁ ଏମାନଙ୍କୁ ଅନେକ ସୁନା ମାଗିବି। ତାପରେ ତ ମୁଁ ସମସ୍ତଙ୍କଠୁ ଧନୀ ହେଇଯିବି। ଆଚ୍ଛା ଆଚ୍ଛା ଠିକ ଅଛି, ଆଉ କାନ୍ଦନି, ଚାଲ ଏବେ ମୋ ସାଙ୍ଗରେ ମୋ ଘରକୁ। ଏମିତି କହି କାଉ ସେ ଦୁଇ କଦଳୀ ଗଛକୁ ନେଇ ନିଜ ଘରକୁ ଚାଲିଗଲା। ଆଉ ନିଜ ଘର ଅଗଣାରେ ପୋତି କହିଲା, ମୁଁ ତମ ଦୁଇ ଜଣଙ୍କର ଜୀବନ ରକ୍ଷା କରିଛି। ଏବେ ତମେ ଦୁଇ ଜଣ ମତେ ସୁନା ଟଙ୍କା ଦିଅ। ସୁନା ଟଙ୍କା? ହେଲେ ଆମ ପାଖରେ ତ ସୁନା ଟଙ୍କା ନାହିଁ। ସତ କହୁଛୁ, ଆମେ ଯାଦୁର କଦଳୀ ଗଛ ନୁହଁ, ଆମେ ତମକୁ କିଛି ବି ଦେଇପାରିବୁନି। ତମେ ଦୁଇ ଜଣ ଯଦି ଯାଦୁର କଦଳୀ ଗଛ ନୁହଁ, ତେବେ କଥା କେମିତି କହିପାରୁଛ? ଆମେ ବି ଜାଣିନୁ। ନଦୀରେ ଭାସୁଥିବା ସମୟରେ ହଠାତ୍ ତମକୁ ଦେଖି ଆମେ କଥା କହିପାରିଲୁ, ସେଥିପାଇଁ ତମକୁ ସାହାଯ୍ୟ ମାଗିଲୁ। ତା ମାନେ ତମେ ଦୁଇଟା ସାଧାରଣ କଦଳୀ ଗଛ? ଧେତ୍, ତମମାନଙ୍କ ପଛରେ ମୋର କେତେ ସମୟ ନଷ୍ଟ ହେଇଗଲା। ମୁଁ ତମମାନଙ୍କୁ ମୋ ବଗିଚାରେ ରଖି ତମ ଦୁଇ ଜଣଙ୍କର ଯତ୍ନ ନେଇପାରିବିନି। ଏବେ ହିଁ ମୁଁ ତମମାନଙ୍କୁ ବାହାରେ ଫୋପାଡ଼ି ଦେବି। ନା ନା, ଆମ ଉପରେ ଟିକେ ଦୟା କର, ଆମକୁ ଓପାଡ଼ନି, ନହେଲେ ଆମେ ମରିଯିବୁ। କାଉ ସେମାନଙ୍କର କିଛି କଥା ନ ଶୁଣି ଦୁଇ କଦଳୀ ଗଛକୁ ଓପାଡ଼ି ତା ଘର ବାହାରେ ଫୋପାଡ଼ି ଦେଲା। ସେତେବେଳେ ସେ ରାସ୍ତା ଦେଇ ଏକ ଚଢ଼େଇ କଳସୀ ଧରି ନଦୀରୁ ପାଣି ଆଣିବା ପାଇଁ ଯାଉଥିଲା। ତାକୁ ଦେଖି ଦୁଇ କଦଳୀ ଗଛ କାନ୍ଦିଲେ ଆଉ ସେ ଚଢ଼େଇକୁ ସାହାଯ୍ୟ ମାଗିଲେ। ସେ ଚଢ଼େଇଟି ବହୁତ ଭଲ ଆଉ ଦୟାଳୁ ଥିଲା। ସେ ଦୁଇ କଦଳୀ ଗଛକୁ ଧରି ନିଜ ଘରକୁ ଗଲା ଆଉ ନିଜ ବଗିଚାରେ ଲଗେଇଦେଲା। ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମ ପାଇଁ ଆଜି ଆମ ଜୀବନ ବଞ୍ଚିଗଲା। ହେଲେ ଚଢ଼େଇ, ଆମେ ଯାଦୁର କଦଳୀ ଗଛ ନୁହଁ, ଆମେ ତୁମକୁ କିଛି ବି ଦେଇପାରିବୁନି। ପଛରେ ତୁମେ ଆମକୁ କାଟିଦେବନି ତ? ଆରେ ନା ନା, ତମେ ମାନେ ଜମା ବି ଭୟ କରନି। ମୁଁ କେବେ ବି ତମମାନଙ୍କୁ କାଟିବିନି। ମତେ ଗଛ ଲଗେଇବା ପାଇଁ ଭାରି ଭଲ ଲାଗେ। ତମେ ମାନେ ଯାଦୁର ଗଛ ହୁଅ କି ନ ହୁଅ, ମୁଁ କିନ୍ତୁ ସବୁଦିନ ତମମାନଙ୍କର ଯତ୍ନ ନେବି। ସେଦିନ ପରଠାରୁ ଚଢ଼େଇ ସେ ଦୁଇ କଦଳୀ ଗଛଙ୍କର ଭଲ ଯତ୍ନ ନେଉଥିଲା। ସବୁଦିନ ସେ ତାଙ୍କ ମୂଳରେ ପାଣି ଢାଳୁଥିଲା ଆଉ ତାଙ୍କ ଚାରିପାଖକୁ ପରିଷ୍କାର ରଖୁଥିଲା। ସେ ଚଢ଼େଇର ସ୍ୱାମୀ ସହରରେ କାମ କରୁଥିଲା। ହଠାତ୍ ଏକ ଦୁର୍ଘଟଣାରେ ତାର ଗୋଡ଼ ଭାଙ୍ଗିଗଲା। ସେ ଆଉ କାମ କରିପାରିଲାନି। ଦୁଇ ଚଢ଼େଇ ମନ ଦୁଃଖରେ କାନ୍ଦୁଥିଲେ। ସେତେବେଳେ ସେ ଜଙ୍ଗଲର ଜମିଦାର ଚିଲ ତାଙ୍କ ଘରକୁ ଆସିଲା। ଆରେ ରିନୁ, କୁଆଡ଼େ ଗଲୁ? ଶୀଘ୍ର ବାହାରକୁ ଆସେ। କ'ଣ ହେଲା ଜମିଦାର ଆଜ୍ଞା, ହଠାତ୍ ଆମ ଘରକୁ ଆସିଲେ? ରିନୁ, ତୋ ସ୍ୱାମୀ ଏ ଘରକୁ ବନ୍ଧା ପକେଇ ମୋ ପାଖରୁ ଅନେକ ଟଙ୍କା ଋଣ ନେଇଥିଲା। ମତେ ଶୀଘ୍ର ମୋ ଟଙ୍କା ଫେରାଅ, ନହେଲେ ମୁଁ ତମର ଏ ଘରକୁ ନେଇଯିବି। ଏବେ ମୋ ପାଖରେ ଏତେ ଟଙ୍କା ନାହିଁ ଜମିଦାର ଆଜ୍ଞା। ମୋ ସ୍ୱାମୀଙ୍କ ଦେହ ବି ଭଲ ନାହିଁ। ଆମ ଉପରେ ଟିକେ ଦୟା କରନ୍ତୁ, ଆଉ କିଛି ଦିନ ସମୟ ଦିଅନ୍ତୁ। ମୋ ସ୍ୱାମୀ ଭଲ ହେଲା ପରେ ଆମେ କିଛି ନା କିଛି ବ୍ୟବସ୍ଥା କରି ଆପଣଙ୍କୁ ଟଙ୍କା ଫେରେଇ ଦେବୁ। ଠିକ ଅଛି, ମୁଁ ଆଉ ଗୋଟେ ସପ୍ତାହ ପରେ ଆସିବି। ମତେ ମୋ ପୁରା ଟଙ୍କା ଦେବ, ନହେଲେ ତମେ ମାନେ ଏ ଘର ଛାଡ଼ି ଚାଲିଯିବ। ଏମିତି କହି ଚିଲ ସେଠାରୁ ଚାଲିଗଲା। ଗୋଟେ ସପ୍ତାହ ଭିତରେ ମୁଁ ଏତେ ଟଙ୍କା କୋଉଠୁ ପାଇବି? ହେ ଭଗବାନ, ଆମ ସହ ଏମିତି କାହିଁକି କଲ? ଏ ସବୁ ଘଟଣା ଦୂରରୁ ଦୁଇ କଦଳୀ ଗଛ ବି ଦେଖୁଥିଲେ। ଭଉଣୀ, ଆମ ମାଲିକାଣୀ ଆମର ଜୀବନ ବଞ୍ଚେଇଛନ୍ତି। ସବୁଦିନ ସେ ଆମର ଯତ୍ନ ନିଅନ୍ତି। ହେଲେ ତାଙ୍କ ବିପଦ ସମୟରେ ଆମେ ତାଙ୍କୁ କିଛି ବି ସାହାଯ୍ୟ କରିପାରୁନାହାନ୍ତି। ହଁ ଭଉଣୀ, ତୁ ଠିକ କହିଲୁ। ମାଲିକାଣୀକୁ ଏତେ କଷ୍ଟରେ ଦେଖି ମତେ ଜମା ବି ଭଲ ଲାଗୁନି। ଆମେ ବି ଯଦି ଯାଦୁର କଦଳୀ ଗଛ ହେଇଥାନ୍ତେ, ଆଜି ଆମେ ତାଙ୍କ ବିପଦ ସମୟରେ ମାଲିକାଣୀକୁ ସାହାଯ୍ୟ କରିପାରିଥାନ୍ତେ। ଏମିତି କହି ଦୁଇ କଦଳୀ ଗଛ ମନ ଦୁଃଖରେ କାନ୍ଦୁଥିଲେ। ହଠାତ୍ ସେମାନେ ଏକ ସ୍ୱର ଶୁଣିଲେ। କିଏ କହିଲା ତମମାନଙ୍କ ପାଖରେ ଯାଦୁ ଶକ୍ତି ନାହିଁ? ତମ ଦୁଇ ଜଣଙ୍କ ପାଖରେ ଅନେକ ଯାଦୁ ଶକ୍ତି ଅଛି। ତମେ ଦୁଇ ଜଣ ଆଖି ବନ୍ଦ କରି ଧ୍ୟାନ କର। ତମେ ମାନେ ଚାହିଁଲେ ସବୁ କିଛି କରିପାରିବ। ଏଇ ସବୁ କଥା ଶୁଣି ଦୁଇ କଦଳୀ ଗଛ ଧ୍ୟାନ କଲେ। ସଙ୍ଗେ ସଙ୍ଗେ ତାଙ୍କ ଗଛରେ ସୁନାର କଦଳୀ ଫଳିଲା। ଭଉଣୀ,
ମାଲିକାଣୀ ଦେଖେ, ଆମ ଗଛରେ ସୁନାର କଦଳୀ ଫଳିଛି। ତୁମେ ଯିଏ ବି ହେଇଥାଅ, ଆମକୁ ଏ ଶକ୍ତି ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ଆରେ ଭଉଣୀ, ଏବେ ଆମେ ମାଲିକାଣୀକୁ ସାହାଯ୍ୟ କରିପାରିବା। ଚାଲ ତାଙ୍କୁ ଡାକିବା। ମାଲିକାଣୀ, ଶୀଘ୍ର ବାହାରକୁ ଆସନ୍ତୁ। ଆରେ କଣ ହେଲା? ତମେ ଦୁଇଜଣ ମତେ ଡାକିଲ? ଇଏ କଣ? ତମମାନଙ୍କ ଗଛରେ ସୁନା କଦଳୀ କେମିତି ଫଳିଛି? ମାଲିକାଣୀ, ଆମେ ସାଧାରଣ ଗଛ ନୁହଁ, ଆମେ ଯାଦୁର କଦଳୀ ଗଛ। ଆଜି ଆମେ ଏକଥା ଜାଣିପାରିଲୁ। ତମେ ଆମର ଜୀବନ ବଞ୍ଚେଇଛ, ଆମର ଯତ୍ନ ନେଇଛ। ଏ ସବୁ ସୁନା କଦଳୀ ଏବେ ତମର ମାଲିକାଣୀ। ଏସବୁ ନେଇ ନିଜ ସମସ୍ୟା ଦୂର କର। ଚଢ଼େଇ ଖୁସିରେ ସେ ସୁନା କଦଳୀ ନେଇ ବଜାରରେ ବିକ୍ରି କଲା, ଆଉ ଅନେକ ଟଙ୍କା ପାଇଲା। ସେ ଟଙ୍କାରେ ତାର ସବୁ ଋଣ ଶୁଝି ହେଇଗଲା। ଧୀରେ ଧୀରେ ଚଢ଼େଇର ସ୍ୱାମୀ ବି ଭଲ ହେଇଗଲା। ସେମାନଙ୍କର ଆଉ କିଛି ବି ଅଭାବ ରହିଲାନି। ଦିନେ ଚଢ଼େଇ ଘରର ରାସ୍ତା ଦେଇ କାଉ ଯାଉଥିଲା। ତାର ନଜର ସେ ଦୁଇ କଦଳୀ ଗଛଙ୍କ ଉପରେ ପଡ଼ିଲା। ଏ ଦୁଇ କଦଳୀ ଗଛ ତ ସେଇ କଦଳୀ ଗଛ ଯାହାକୁ ମୁଁ ନଦୀରୁ ପାଇଥିଲି। ମତେ ଏମାନେ କହୁଥିଲେ ଏମାନେ ଯାଦୁର ଗଛ ନୁହଁ। ତାହେଲେ ଏମାନଙ୍କ ପାଖରେ ସୁନା କଦଳୀ କେମିତି ଅଛି? ତାହାମାନେ ଏ ଦୁଇଜଣ ମତେ ମିଛ କହୁଥିଲେ। ଆଜି ମୁଁ ଏମାନଙ୍କର ସବୁ ସୁନା କଦଳୀ ନେଇଯିବି। ଏମିତି କହି କାଉ ସୁନା କଦଳୀ ତୋଳିବାକୁ ଯେମିତି ଚେଷ୍ଟା କଲା, ହଠାତ୍ ଦୁଇ କଦଳୀ ଗଛ କହିଲେ, ସେଇଠି ରହିଯା ଲୋଭୀ ଚଢ଼େଇ, ଆମକୁ ଛୁଇଁବାକୁ ବି ତୁ ଚେଷ୍ଟା କରିବୁନି। ଆମ ପାଖରେ ଯାଦୁ ଶକ୍ତି ନଥିବା ବେଳେ ତୁ ଆମକୁ ଫୋପାଡ଼ି ଦେଇଥିଲୁ। ଆଉ ଆଜି ଯେତେବେଳେ ଆମ ପାଖରେ ସୁନାର କଦଳୀ ଅଛି, ତୁ ଚାଲି ଆସିଲୁ ଆମ ସୁନା କଦଳୀ ନେବା ପାଇଁ। ଏଠାରୁ ଭଲରେ ଚାଲିଯା, ଆମେ ତତେ ଗୋଟେ ବି ସୁନା କଦଳୀ ଦେବୁନି। ଏ ସବୁ ସୁନା କଦଳୀ ଆମ ମାଲିକାଣୀଙ୍କର। ତମେ ଦୁଇ ଗଛ ମୋର କିଛି କ୍ଷତି କରିପାରିବନି। ଆଜି ମୁଁ ଏ ସୁନା କଦଳୀ ନେଇକି ହିଁ ରହିବି। କାଉ ସୁନା କଦଳୀ ତୋଳିବା ପାଇଁ ପୁଣି ଗଛ ପାଖକୁ ଗଲା। ଦୁଇ କଦଳୀ ଗଛ ଭିତରୁ ଦୁଇଟି ବଡ଼ ବଡ଼ ହାତ ବାହାରିଲା, ଆଉ ସେମାନେ କାଉକୁ ଅନେକ ପିଟିଲେ। କାଉ ମାଡ଼ ଖାଇ ଖାଇ ବେହୋସ ହେଇଗଲା। ତାର ହୋସ ଆସିଲା ପରେ ସେ କାନ୍ଦି କାନ୍ଦି ନିଜ ଘରକୁ ଫେରି ଆସିଲା। ସେ ଆଉ ଦିନେ ବି ଚଢ଼େଇର ଘର ପାଖକୁ ଗଲା